ଶ୍ରୋତା ବନ୍ଧୁ, ଆଜି ମୁଁ ଆପଣମାନଙ୍କ ଉଦ୍ଦେଶ୍ୟରେ କିଛି ଅଧିକା ଚଉତିଶା ସମ୍ପର୍କରେ ତଥ୍ୟ ଦେବାକୁ ଯାଉଛି। କେବଳ ଚଉତିଶା ଗୁଡ଼ିକର ନାମ ଏବଂ ତାଙ୍କ ରଚୟିତାଙ୍କ ନାମ। କୃଷ୍ଣ ରାମ ହରି ଚଉତିଶା, ଏଇଟା ଗୋଟେ ଚଉତିଶା ଅଜ୍ଞାତ। ଏହାର ଲେଖକ ସୁନ୍ଦରୀ ଚଉତିଶା ଗୋଟେ ଅଛି, ଯାହାର ଲେଖକ ଅଜ୍ଞାତ। ପୂର୍ବରୁ ଆମେ କହିଛେ ଶରୀର ଭେଦ ଚଉତିଶା ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ ତତ୍ତ୍ୱ ଚଉତିଶା ଅଚ୍ୟୁତାନନ୍ଦ ଦାସ, ପିଣ୍ଡ ବ୍ରହ୍ମାଣ୍ଡ ଚଉତିଶା ଅଚ୍ୟୁତାନନ୍ଦ ଦାସ, ଦିନ ଜନ ଜଣାଣ ଚଉତିଶା ଅଭିମନ୍ୟୁ ସାମନ୍ତ ସିଂହାର, କଳାକାର ଚଉତିଶା କଳାକର ଚଉତିଶା କରୁଣାକର ଦାସ, ଶିବ ଆରତ ତ୍ରାଳ ଚଉତିଶା କପିଳେଶ୍ୱର ବିଦ୍ୟାଭୂଷଣ, ସଜନୀ ଚଉତିଶା କାଶୀନାଥ କର, ବାଲୁଙ୍କେଶ୍ୱର ଜଣାଣ କୃତ୍ତିବାସ, ଉଦ୍ଧବ ଚଉତିଶା କୃଷ୍ଣକର, ମିତଣୀ ଦାଣ୍ଡଧୁଆ ଚଉତିଶା କୃଷ୍ଣ ଦାସ, ହରିନାମ କୀର୍ତ୍ତନ ଚଉତିଶା ଗୌରଚରଣ ଅଧିକାରୀ, ଜୀବନ ଚଉତିଶା ଶ୍ରୀ ଚତୁର୍ଭୁଜ ପଟ୍ଟନାୟକ, ପହଳି ଚଉତିଶା ଦନେଇ ଦାସ, ଶରୀର ଭେଦ ଚଉତିଶା ଦ୍ୱାରକା ଦାସ, ଭଲମନ୍ଦ ଚଉତିଶା ନିଧି ରଥ, ରାଧା ବିରହ ଚଉତିଶା ଶ୍ରୀମତୀ ପାର୍ବତୀ ବୈଷ୍ଣବୀ, ଜଳଧର ଚଉତିଶା ବଳଭଦ୍ର ଭଞ୍ଜ, ବର୍ଷା ବିରହ ଚଉତିଶା ବକ୍ର ଦୁର୍ଗେଶ, ଶରୀର ଭେଦ ଚଉତିଶା ବଲ୍ଲଭ ଦାସ, ବଳାହକ ଚଉତିଶା ବ୍ରଜରାଜ ସିଂହଦେବ, ମୋହନା ଚଉତିଶା କବିସୂର୍ଯ୍ୟ ବଳଦେବ ରଥ, ପ୍ରବେଶ ଚଉତିଶା ବୈଷ୍ଣବ ଦାସ, ଯୋଗୀନ୍ଦ୍ର ଦାଣ୍ଡଧୁଆ ଭଗବାନ, ଲେଖକଙ୍କ ନାମ ହେଉଛି ଭଗବାନ, ଭବାନୀ ଚଉତିଶା ଭୁବନେଶ୍ୱର, ଅର୍ଥାତ୍ ଲେଖକଙ୍କ ନାମ ହେଉଛି ଭୁବନେଶ୍ୱର, ଚନ୍ଦ୍ରମୁଖୀ ଚଉତିଶା ରଘୁନାଥ ରାଜ ହରିଚନ୍ଦନ, ଶରୀର ଭେଦ ଚଉତିଶା ରାମନାଥ, ଜାନକୀ ସ୍ମରଣ ଚଉତିଶା ଲୋକନାଥ, ଚିଟାଉ ଚଉତିଶା ଲକ୍ଷ୍ମୀ ନାରାୟଣ, ଅଲେଖ ଚଉତିଶା ସୁଦର୍ଶନ, ଅଣାକାର ଓଲଟ ଚଉତିଶା ସୁଦର୍ଶନ, ସୁନ୍ଦରୀ ଚଉତିଶା ସୋମନାଥ ସିଂହ ଦେବ, ସୋମନାଥ ସିଂହ ଜଗଦେବ। ଯଦିଓ ପୂର୍ବରୁ ଗୋଟେ ସୁନ୍ଦରୀ ଚଉତିଶା ଗୋଟେ ଅଜ୍ଞାତ ବୋଲି ଜଣାପଡୁଛି, ଏଥିରେ ଭିନ୍ନତା ଥାଇପାରେ। ମେଷଯୁଦ୍ଧ ଚଉତିଶା ଶ୍ୟାମ ଘନ, ନବଘନ ଚଉତିଶା ଶ୍ରୀଧର, ଚାଟୁ ଚଉତିଶା ଶ୍ରୀଧର। ଶ୍ରୋତାବନ୍ଧୁ, ଏତିକି ଖାଲି ମନେ ରଖିବା ପାଇଁ ଆପଣମାନଙ୍କର ମୁଁ ତଥ୍ୟତିକ ଦେଲି ଚଉତିଶା ଗୁଡ଼ିକ ସମ୍ପର୍କରେ। ଆପଣ ଆହୁରି ଅନେକ ପୂର୍ବରୁ ତଥ୍ୟ ପାଇଛନ୍ତି। ତେବେ ଆଉ କିଛି ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ କହିବା ପାଇଁ ଚାହିଁବି, ଏଇ ଯେଉଁ ଅଚ୍ୟୁତାନନ୍ଦ, ଯାହାଙ୍କର ବହୁ ପୌରାଣିକ ଗ୍ରନ୍ଥ ଅଛି, ଗୀତା ଅଛି, ସଂହିତା ଅଛି, ଭକ୍ତି ସଙ୍ଗୀତ ଅଛି ଓ ଚଉତିଶା ବହୁତ ଗୁଡ଼ିଏ ଚଉତିଶାର ପ୍ରଣେତା। ତେବେ ପଞ୍ଚଦଶ ଶତାବ୍ଦୀର ଶେଷ ପାଦ ଅଥବା ଷୋଡ଼ଶ ଶତାବ୍ଦୀର ଆଦ୍ୟ ଦଶକ ବେଳକୁ ସେ ଆବିର୍ଭାବ ହେଇଥିଲେ। ଆପଣମାନେ ଜାଣନ୍ତି ଅଚ୍ୟୁତାନନ୍ଦଙ୍କୁ ନେଇକି ବହୁତ ପ୍ରକାର ବିବାଦ ଅଛି, ଯେ ଅଚ୍ୟୁତାନନ୍ଦ ଦାସ, ମହାପୁରୁଷ ଅଚ୍ୟୁତାନନ୍ଦ ଦାସ, ସନ୍ଥ ଅଚ୍ୟୁତାନନ୍ଦ ଦାସ, ଏମିତି ଗୋଟିଏ ସମୟରେ ଦୁଇ ଜଣ କିମ୍ବା ତଦୁର୍ଦ୍ଧ ଅଚ୍ୟୁତାନନ୍ଦଙ୍କର ଆବିର୍ଭାବ ହୋଇଥିବା ଆଲୋଚନା ରହିଛି। ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ସମ୍ପର୍କରେ ଆପଣମାନେ ଜାଣିଛନ୍ତି। ବାଲିଆ ଯାଜପୁରରେ ସେ ଜନ୍ମ, ଆଉ 1757ରୁ 1806 ଶତାବ୍ଦୀ ମଧ୍ୟରେ ତାଙ୍କର ଜନ୍ମକାଳ। ବିଦଗ୍ଧ ଚିନ୍ତାମଣି କାବ୍ୟର ପ୍ରଣେତା ଓ ସୁଦ୍ଧା ଭକ୍ତି ମାର୍ଗର କବି ଭାବରେ ସେ ପ୍ରଖ୍ୟାତ। କରୁଣାକର ଦାସ, ସେ ତାଙ୍କର ପରିଚୟ ଅଜ୍ଞାତ। ଏହାଙ୍କ ରଚିତ ଏକମାତ୍ର ଚଉତିଶା ଯୋଉଟା ଆମେ ପଢିଲେ କଳାକର ଚଉତିଶା, କଳାକାର ନୁହଁ, କଳାକର ଚଉତିଶା, ଯାହାକି ସେଇଟା ଡଗରା ସାହି ନିମାପଡ଼ା ପୁରୀରୁ ପ୍ରାପ୍ତ ପୋଥିରୁ ସଂଗୃହୀତ ହୋଇଛି। କପିଳେଶ୍ୱର ବିଦ୍ୟାଭୂଷଣ, ତାଙ୍କୁ ଆପଣମାନେ ଜାଣନ୍ତି, 19 ଶତାବ୍ଦୀର କବି, ସୁନ୍ଦରପଦା ଭୁବନେଶ୍ୱର ପୁରୀରେ ସେ ଜନ୍ମ। ତାଙ୍କର ରଚନା ରାମବିଳାସ ଓ ଅନ୍ୟାନ୍ୟ ବହୁ ଗୀତି ରଚନା ରହିଛି। କାଶୀନାଥ କର, ଅଷ୍ଟାଦଶ ଶତକର ଶେଷ ପାଦରେ ବାରଙ୍ଗପାଲି ସମ୍ବଲପୁରରେ ସେ ଜନ୍ମିତ। କବି କୃଷ୍ଣକରଙ୍କ ପିତା ଭକ୍ତ କବି। କୃଷ୍ଣକରଙ୍କ ଭାଷାରେ ଋଷି ପ୍ରାୟ ବିପ୍ରବର ପିତା କାଶୀକର କୋଟିଏ ଗାୟତ୍ରୀ କରିଥିଲେଟି ସାର। ତାହାଙ୍କ ଚଉତିଶା କୃଷ୍ଣକରଙ୍କ ନାତି ଶ୍ରୀ ଦେବାର୍ଚ୍ଚନ କରଙ୍କ ସୌଜନ୍ୟରୁ ପ୍ରାପ୍ତ ହୋଇଛି, ଯାହାକୁ ଆମେ ଶୁଣିଲେ।
କୃତ୍ତିବାସ ବୋଲି ଜଣେ କବିଙ୍କୁ ଆମେ ଜାଣିଛେ। ତାଙ୍କର ଏପର୍ଯ୍ୟନ୍ତ ତାଙ୍କର ଜୀବିତ କାଳ ଓ ଜୀବନ ବୃତ୍ତାନ୍ତ ଅଜ୍ଞାତ। ତଥାପି କବି ପୁରୀ ଜିଲ୍ଲା ନିବାସୀ ହୋଇଥିବା ସମ୍ଭାବନା ରହିଛି। ସାକ୍ଷୀ ଗୋପାଳ ନିକଟବର୍ତ୍ତୀ ବରାଳ ଗ୍ରାମରେ ଅବସ୍ଥିତ ବାଲୁଙ୍କେଶ୍ୱରଙ୍କ ଉଦ୍ଦେଶ୍ୟରେ ଏହାଙ୍କ ରଚିତ ଜଣାଣଟି ଓଡ଼ିଶାରେ ବିଶେଷ ଭାବରେ ଲୋକପ୍ରିୟ ଏବଂ ସେ ମଧ୍ୟ ବେଶ ଜଣାଶୁଣା। କୃଷ୍ଣକର ତାଙ୍କର ସମୟସୀମା 1801 ରୁ 1894, ବାରଙ୍ଗପାଲି ସମ୍ବଲପୁର। ରଚନା ହେଉଛି କୁଞ୍ଜ ବିହାର, ରଘୁନାଥ ବିଳାସ କାବ୍ୟ ଇତ୍ୟାଦି। ଏହା ଛଡ଼ା 15 ପୋଇ, ଅନ୍ୟାନ୍ୟ କେତେକ ଚଉତିଶା, ଭକ୍ତି ଗୀତିକା ମଧ୍ୟ ଲେଖିଛନ୍ତି। କୃଷ୍ଣ ଦାସ ଆଉ ଜଣେ ଅଛନ୍ତି, ଇଏ କୃଷ୍ଣ କର ଥିଲେ, ଇଏ ଆଉ ଜଣେ ହେଉଛନ୍ତି କୃଷ୍ଣ ଦାସ। ତାଙ୍କର ସମ୍ପର୍କରେ ମଧ୍ୟ ଅଜ୍ଞାତ ରହିଛି ତାଙ୍କର ଜନ୍ମ ଓ ଦେହତ୍ୟାଗ କଥା। ତାଙ୍କ ଦ୍ୱାରା ରଚିତ ମିତଣୀ ଦାଣ୍ଡଧୁଆ ଚଉତିଶା ନୟାଗଡ଼ କେଶରପୁର ଗ୍ରାମ ନିବାସୀ ଜଗନ୍ନାଥ ସାହୁଙ୍କ ଗୃହରୁ ଓ ଶ୍ରୀ ସୋମନାଥ ପଟ୍ଟନାୟକଙ୍କ ସୌଜନ୍ୟରୁ ପ୍ରାପ୍ତ ଏକ ପୋଥିରୁ ଗୃହୀତ ହୋଇଛି। ଗୌରଚରଣ ଅଧିକାରୀ 1814 ରୁ 1890, ଲେହଙ୍ଗ ଖୋର୍ଦ୍ଧା। ସେ ରାଧାକୃଷ୍ଣ ଲୀଳାତ୍ମକ ବହୁ ଚୌପଦୀ, ଚୈତନ୍ୟ ବନ୍ଦନା ଓ ପୁରୀ ଜଗନ୍ନାଥଙ୍କ ଯାତ୍ରାଦି ବର୍ଣ୍ଣନାତ୍ମକ ବହୁ ସଙ୍ଗୀତ ଓ କେତେକ ଚଉତିଶାର ରଚୟିତା। ଚତୁର୍ଭୁଜ ପଟ୍ଟନାୟକଙ୍କୁ ଆପଣମାନେ ଜାଣନ୍ତି। 19 ଶତାବ୍ଦୀର ଶେଷ ଭାଗରେ ସେ ଆବିର୍ଭାବ ହୋଇଥିଲେ। ବାଲେଶ୍ୱରର କବି। ରଚନା ହେଉଛି ତାଙ୍କର ଭକ୍ତି ସଙ୍ଗୀତ ଓ ଜୀବନ ଚଉତିଶା, ଯାହାକୁ ଜୀବନ ଚଉତିଶା ବହୁତ ପ୍ରସିଦ୍ଧି ପ୍ରାପ୍ତ କରିଥିବା ଲୋକପ୍ରିୟ ରଚନା। ଦନେଇ ଦାସଙ୍କୁ ଆମେ ଜାଣିଛେ ଗୋପୀ ଭାଷାର ରଚୟିତା ଭାବରେ ସେ ବହୁତ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସାନ କନଡ଼ା ଚଉତିଶା, ପହଳି ଚଉତିଶା, ଯଶୋଦା କୋଇଲି ଇତ୍ୟାଦି ତାଙ୍କର ରଚନା। ଦ୍ୱାରକା ଦାସ ଗୁପ୍ତ ଗୀତା, ପ୍ରେମରସ ଚନ୍ଦ୍ରିକା ବ୍ୟତୀତ ସପ୍ତପୋଇ ଲେଖିଛନ୍ତି। ଅନ୍ୟାନ୍ୟ ଅନେକ ଚଉତିଶା ଓ ଭକ୍ତି ଗୀତ ରଚନା କରିଛନ୍ତି। ନିଧି ରଥ ଧରାକୋଟ ଗଞ୍ଜାମର କବି। ତଥାପି କୁହାଯାଏ ସେ ଅଷ୍ଟାଦଶ ଶତାବ୍ଦୀରେ ଆବିର୍ଭାବ ହୋଇଥିବା କଥାର ସମ୍ଭାବନା। ତେବେ ଋତୁ ସଂହାର ଗୋଟେ ଅନୁବାଦ ଗ୍ରନ୍ଥ ତାଙ୍କର ରହିଛି। ଆଉ ଗୋଟେ ଭଲ ମନ୍ଦ ଚଉତିଶା, ଏଇ ଚଉତିଶାଟି ଉତ୍କଳ ବିଶ୍ୱବିଦ୍ୟାଳୟ ପୋଥିରୁ ଗୃହୀତ। ପାର୍ବତୀ ବୈଷ୍ଣବୀ ନାମକ ଜଣେ କବିଙ୍କୁ ଆମେ ଦେଖିଲେ, ନାରୀ କବିଙ୍କୁ, ଯିଏ 19 ଶତାବ୍ଦୀର କବି, ସମ୍ବଲପୁର ଅଧିବାସୀ ହେବା ଅନୁମେୟ। ଏହାଙ୍କ ରଚିତ ରାଧା ବିରହ ଚଉତିଶା ସମ୍ବଲପୁର ମହାନ୍ତିପଡ଼ାରୁ 1892 ମସିହାରେ ଭଗବାନ ପଟ୍ଟନାୟକଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଆଉ ଜଣେ ହଉଛନ୍ତି ବଳଭଦ୍ର ଭଞ୍ଜ। 1724 ରୁ 1792 ମସିହାରେ ତାଙ୍କର ଆବିର୍ଭାବ ଏବଂ ତିରୋଧାନ। 1751ରେ କେନ୍ଦୁଝର ସିଂହାସନରୂଢ଼ ହୋଇଥିଲେ ସେ। କବି ବ୍ରଜନାଥଙ୍କ ନାମରେ ଅମ୍ବିକା ବିଳାସ କବି ବ୍ରଜନାଥ ଏହାଙ୍କ ନାମରେ ଅମ୍ବିକା ବିଳାସ କାବ୍ୟ ଭଣିତା କରିଥିବା ଜଣାପଡ଼େ। କେତେକ ଚୌପଦୀ ଓ ଜଳଧର ଚଉତିଶାରେ ମଧ୍ୟ ଏହାଙ୍କ ନାମ ଭଣିତାରେ ଦେଖିବାକୁ ମିଳେ। ବକ୍ର ଦୁର୍ଗେଶ ଇଏ ହେଉଛନ୍ତି ବାଙ୍କିର ରାଜା। ଏହି ଭଣିତାଯୁକ୍ତ ଚଉତିଶାଟି ବାଙ୍କି ଅଞ୍ଚଳରୁ ପ୍ରାପ୍ତ ଏକ ପୋଥିରୁ ଗୃହୀତ ହେଇଛି। ଏହା ସମ୍ଭବତଃ ଶଶିରେଖା କାବ୍ୟ ପ୍ରଣେତା ପଦ୍ମନାଭ ଶ୍ରୀଚନ୍ଦନଙ୍କ ରଚନା। ବଲ୍ଲଭ ଦାସ ତାଙ୍କର ପରିଚୟ ମଧ୍ୟ ଅଜ୍ଞାତ। ତାଙ୍କର କେତେକ ଭଜନ ଓ ଚଉତିଶା ମଧ୍ୟ ରହିଛି। ବ୍ରଜରାଜ ସିଂଦେବ ଯିଏକି 19 ଶତାବ୍ଦୀର ଖଡ଼ିଆଳର ରାଜା, ବହୁ ଗୀତି କାବ୍ୟ ସେ ରଚନା କରିଛନ୍ତି। ଆମେ ସମସ୍ତେ ବଳଦେବ ରଥଙ୍କୁ ଜାଣୁ, ଯେ କବିସୂର୍ଯ୍ୟ ଭାବରେ ସେ ପ୍ରସିଦ୍ଧି ପ୍ରାପ୍ତ ହୋଇଛନ୍ତି। 1789 ରୁ 1845 ମସିହା ମଧ୍ୟରେ ତାଙ୍କର ସମୟ ସୀମା ଜୀବଦଶା। ବଡ଼ ଖିମଣ୍ଡି ଗଞ୍ଜାମ ଜିଲ୍ଲାରେ ସେ ଜନ୍ମ। କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ପିଲାମାନେ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଏଇଟାକୁ ଆମେ ମନେ ରଖିବାକୁ ପଡ଼ିବ। ଯେଉଁମାନେ ବି ଆମର ଶ୍ରୋତାବନ୍ଧୁ ଅଛନ୍ତି, ଶ୍ରଦ୍ଧାଳୁ ଜିଜ୍ଞାସୁ ଛାତ୍ରବୃନ୍ଦ, ସେମାନେ ଏଇଟାକୁ ମନେ ରଖିବେ। କିଶୋର ଚନ୍ଦ୍ରଙ୍କୁ ଆନନ୍ଦ ପ୍ରଦାନ କରୁଥିବା ଚମ୍ପୁ, ତେଣୁ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ। ଆଉ ଗୋଟେ ହଉଛି ରତ୍ନାକର ଚମ୍ପୁ। କେତେକ ଚଉତିଶା ଓ ଶତ ଶତ ଚୌପଦୀ ରଚୟିତା ତଥା ଓଡ଼ିଆ ଗୀତି ସାହିତ୍ୟର ଅନ୍ୟତମ ବିଶିଷ୍ଟ କବି ଭାବରେ ସେ ଅଦ୍ୱିତୀୟ, ସ୍ମରଣୀୟ। ବାଲୁଙ୍କେଶ୍ୱର ହରିଚନ୍ଦନଙ୍କ ନାମରେ ଭଣିତା ହୋଇଥିବା ମୋହନା ଚଉତିଶାଟି କବିଙ୍କର ଅନ୍ୟତମ କୃତି। ବିଷ୍ଣୁ ଦାସକୁ ଆମେ ଜାଣିଛେ ସପ୍ତଦଶ ଶତାବ୍ଦୀର କବି। ବହୁ ଚଉତିଶା ଲେଖିଛନ୍ତି, ପ୍ରେମାଲୋଚନା ଲେଖିଛନ୍ତି। ପ୍ରବେଶ ଚଉତିଶାଟି
ଅ, ସ୍ୱଗୃହସ୍ଥ ପୋଥିରୁ ଗୃହୀତ, ଯାହାକି ଅପ୍ରକାଶିତ। ଭଗବାନ ବୋଲି ଜଣେ କବିଙ୍କୁ ଆମେ ଜାଣିଲେ, ତାଙ୍କର ପରିଚୟ ଓ ଜୀବିତ କାଳ ମଧ୍ୟ ଏପର୍ଯ୍ୟନ୍ତ ଅଜ୍ଞାତ। ତାଙ୍କ ଦ୍ୱାରା ରଚିତ ଯୋଗୀନ୍ଦ୍ର ଦାଣ୍ଡଧୁଆ ଏଇ 34 ନୟାଗଡ଼ କେଶପୁର ଗ୍ରାମ ନିବାସୀ ସୋମନାଥ ପଟ୍ଟନାୟକଙ୍କ ଘରୁ ପ୍ରାପ୍ତ ପୋଥିରୁ ଗୃହୀତ। ଭୁବନେଶ୍ୱର କବିଚନ୍ଦ୍ର 1768 ରୁ 1814 ଗଞ୍ଜାମ ଜିଲ୍ଲାରେ ସେ ଭୂମିଷ୍ଠ ହୋଇଥିଲେ ଏବଂ ତିରୋଧାନ ବହୁ ଚୌପଦୀ ଲେଖିଛନ୍ତି, କୀର୍ତ୍ତନ ଲେଖିଛନ୍ତି, ଚଉତିଶା ଲେଖିଛନ୍ତି। ରଘୁନାଥ ରାଜ ହରିଚନ୍ଦନ ସପ୍ତଦଶ ଶତାବ୍ଦୀର ମଧ୍ୟଭାଗର କବି, ଯିଏକି ବାଣପୁରର ରାଜା ଥିଲେ। ଗୀତି ରଚନା ହେଉଛି ଚନ୍ଦ୍ରମୁଖୀ ଚଉତିଶା ଓ କେତେକ ଚୌପଦୀ ମଧ୍ୟ ଅଛି। ରାମଦାସ ଏପର୍ଯ୍ୟନ୍ତ ତାଙ୍କର ପରିଚୟ ଓ ରଚନା ଅଜ୍ଞାତ। ଲୋକନାଥ ଦାସ ହଉଛନ୍ତି ଊନବିଂଶ ଶତାବ୍ଦୀର, ସେଟା ମଧ୍ୟ ଗୋଟେ ପ୍ରଶ୍ନ ସୂଚକ, କାରଣ ତାଙ୍କ ଉପରେ ବିଶେଷ ତଥ୍ୟ ମିଳୁନାହିଁ। ଅପ୍ରକାଶିତ ତାଙ୍କର ଜାନକୀ ସ୍ମରଣ ଚଉତିଶା। ଜାନକୀ ସ୍ମରଣ ଚଉତିଶାଟି ବିଜିପୁର ନିମାପଡ଼ା ନିବାସୀ ଶ୍ରୀ କ୍ଷେତ୍ରମୋହନ ନାୟକଙ୍କ ଗୃହରୁ ସଂଗୃହୀତ ଏକ ପୋଥିରୁ ନିର୍ବାଚିତ। ଲକ୍ଷ୍ମୀ ନାରାୟଣ ତାଙ୍କର ପରିଚୟ ଓ ରଚନା ଅଜ୍ଞାତ। ଅପ୍ରକାଶିତ ଯୋଉ ଗୋଟେ ଗ୍ରନ୍ଥ ଅଛି ଯାହାକି ଚିଟା ଓ ଚଉତିଶା। ସୁଦର୍ଶନ ଯୋଉ କବିଙ୍କୁ ଆମେ ପଢିଲେ, ଊନବିଂଶ ଶତାବ୍ଦୀର ପଶ୍ଚିମ ଓଡ଼ିଶାର କବି। ସେ ମହିମା ଧର୍ମାବଲମ୍ବୀ ଥିଲେ। ରେଢାଖୋଲରୁ ପ୍ରାପ୍ତ ଏକ ପୋଥିରୁ ଏହାଙ୍କର 2ଟି ଚଉତିଶା ଗୃହୀତ ହୋଇଛି। ପୋଥିରେ ଚଉତିଶା 2ଟିର ନାମକରଣ ହୋଇନଥିଲା, ଯାହାକି ପରବର୍ତ୍ତୀ ସମୟରେ ଆମକୁ ମିଳୁଛି। ସୋମନାଥ ସିଂ ଜଗଦେବ 1814-15 ରୁ 1853 ଭିତରେ ତାଙ୍କର ସମୟ ସୀମା। ଅନୁଗୁଳର ଶେଷ ରାଜା ବୋଲି କୁହାଯାଏ ତାଙ୍କୁ। ହଜାରିବାଗ ଜେଲରେ ରାଜବନ୍ଦୀ ଭାବରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବହୁ ଚୌପଦୀ, ବହୁ ଚଉତିଶା ତାଙ୍କର ରହିଛି। ଶ୍ୟାମଘନ ଊନବିଂଶ ଶତାବ୍ଦୀର କବି ହୋଇଥାଇ ପାରନ୍ତି। ବହୁ ଚଉତିଶା ପ୍ରଣେତା ଭାବରେ ସେ ସୁପରିଚିତି ଅର୍ଜନ କରିଛନ୍ତି। ଶ୍ରୀଧର ସେ ମଧ୍ୟ ଊନବିଂଶ ଶତାବ୍ଦୀର କବି ହୋଇଥାଇ ପାରନ୍ତି। ତାଙ୍କର ଜନ୍ମସ୍ଥାନ ଓ ଜୀବନ ବୃତ୍ତାନ୍ତ ଅଜ୍ଞାତ। ଏହାଙ୍କ ରଚିତ 2 ଗୋଟି ଅପ୍ରକାଶିତ ଚଉତିଶା ସୋନପୁର ଘୋଡାଘାଟ ପଡ଼ା ଶ୍ରୀ ଗୋଲୋକନାଥ ବହିଦାରଙ୍କ ଗୃହରୁ ପ୍ରାପ୍ତ ଏକ ପୋଥିରୁ ଗୃହୀତ। ଏହା ଶ୍ରୀ ଦେବେନ୍ଦ୍ର ଚନ୍ଦ୍ର ସାହାଣୀ, ଯାହାକି ସମ୍ବଲପୁରଙ୍କ ସୌଜନ୍ୟରୁ ପ୍ରାପ୍ତ ହୋଇଥିଲା। ଶ୍ରୋତାବନ୍ଧୁ, ଆପଣମାନଙ୍କ ଉଦ୍ଦେଶ୍ୟରେ କିଛି ଅଧିକା ଚଉତିଶାର ତଥ୍ୟ ମିଳିବାରୁ ମୁଁ ଏହି ଅଡିଓଟିକୁ କଲି। ଶ୍ରୋତାବନ୍ଧୁ, ମୁଁ ଆପଣମାନଙ୍କ ଉଦ୍ଦେଶ୍ୟରେ ଆହୁରି ନୂଆ ନୂଆ ଅଡିଓ ଆଗକୁ ନେଇକି ଆସିବି, ଯାହା ସମ୍ପୂର୍ଣ୍ଣ ରୂପେ ନୂତନତ୍ୱ ବହନ କରୁଥିବ ବୋଲି ମୋର ବିଶ୍ୱାସ। ଏବଂ ଆମର ଯୋଉ ଏଇ ସଂସ୍କୃତି ଆଉ ଚିନ୍ତନକୁ ନେଇକି ଆମର ଯୋଉ ଏଇ ଅଡିଓ ହଉଛି, ସାହିତ୍ୟ, ସଂସ୍କୃତି ଆଉ ଚିନ୍ତନକୁ ନେଇକି, ସେଥିରେ କେବଳ ଆପଣମାନେ ଯୋଉମାନେ ପଢୁଛନ୍ତି ବା ଜିଜ୍ଞାସୁ, ସେମାନଙ୍କ ପାଇଁ କେବଳ ଏଇଟା ନୁହଁ। ମୋର ଅଡିଓକୁ ବହୁତ ସୁନ୍ଦର ଭାବରେ ମନ ଦେଇ ଶୁଣୁଥିବା ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଅଛନ୍ତି, ଯୋଉମାନେ କମେଣ୍ଟ ବକ୍ସରେ କମେଣ୍ଟ କରିପାରୁନାହାନ୍ତି, କିନ୍ତୁ ସେମାନେ ବହୁତ ଭଲ ଭାବରେ ଖୋଜିକି ଶୁଣୁଛନ୍ତି, ମନ ଦେଇକି ଶୁଣୁଛନ୍ତି। ମୁଁ ଆଶା କରୁଛି ଆପଣମାନଙ୍କ ପାଇଁ ଯଦି ମୋର ଅଡିଓ ଗୁଡ଼ିକ କୌଣସି ତଥ୍ୟ ଯୋଗେଇବାରେ ସହାୟକ ହବ, ତାହେଲେ ନିଶ୍ଚିତ ଭାବରେ ମୋ ଶ୍ରମ ସାର୍ଥକ ହବ। ତେବେ ଅଡିଓଟି କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।